ସାନ୍ଧ୍ୟ ପାତ୍ରକୁ ଆପଣ ସମସ୍ତଙ୍କୁ ସ୍ୱାଗତ। 1976 ମସିହା ଅଗଷ୍ଟ ମାସ ସମ୍ପାଦିତ। ଆଜିର ଆଲୋଚନାର ବିଷୟ ସ୍ୱାଧୀନତା, ପ୍ରଗତି ଓ ପୂର୍ଣ୍ଣତା। ଏଇଟା ଅଗଷ୍ଟ ମାସରେ ଯେତେବେଳେ ପ୍ରଗତି ଲେଖୁଛନ୍ତି, ବେଳେବେଳେ ଆମେ ଦେଖୁଛୁ ସ୍ୱାଧୀନତା ଦିବସ ଓ ସ୍ୱାଧୀନତା ସମ୍ପର୍କୀୟ ମଧ୍ୟ ଘଟଣା ହେଉଛି ତା ଭିତରେ ଉଲ୍ଲେଖ କରୁ, ତା ସମ୍ପର୍କକୁ ମଧ୍ୟ ଉଲ୍ଲେଖ କରାଯାଉଛି। ମାନେ ଏହା ସାଙ୍ଗେ ତାର କ'ଣ ସମ୍ପର୍କ ଏଟାକୁ ଉଲ୍ଲେଖ କରାଯାଉଛି। ସୃଷ୍ଟିର ପଶ୍ଚାତରେ ରହିଛି ସତ୍ତାଙ୍କର ସ୍ୱାଧୀନ ଆନନ୍ଦମୟ ସଂକଳ୍ପ। ସଂସ୍ଥା ନିଜେ ତାଙ୍କର ସଂକଳ୍ପ ସବୁବେଳେ ଗୋଟେ ବେଟର, ଗୋଟେ ଆନନ୍ଦ, ସବୁ ପଜିଟିଭ, ମାନେ ଯାହା ଅଛି ତାଠୁ ଆହୁରି ଭଲ, ଆହୁରି ଭଲ, ଆହୁରି ଭଲ। ଏବଂ ଏଇ ସଂକଳ୍ପ ତାଙ୍କର ଅଛି ଯେ ସଂକଳ୍ପ ସୃଷ୍ଟିକୁ ସେ ଆନନ୍ଦକୁ ନେଇ ପହଞ୍ଚେଇଛି। ଏକ ସ୍ୱାଧୀନ ଆନନ୍ଦମୟ ସଂକଳ୍ପ। ସଂସ୍ଥାଙ୍କର ସ୍ୱାଧୀନ ଆନନ୍ଦମୟ ସଂକଳ୍ପ ମାନେ ସେଇ ଯେଉଁ ସଂକଳ୍ପ, ଆନନ୍ଦମୟ ସଂକଳ୍ପ, ଏଥିରେ କାହା ଉପରେ ନିର୍ଭର ନାହିଁ। ସେ ଟୋଟାଲି ତାଙ୍କ ନିଜସ୍ୱ ବ୍ୟାପାର। ଭଗବାନ ସେ ସଂସ୍ଥା ଯେ ତାଙ୍କ ନିଜସ୍ୱ ବ୍ୟାପାର, ସେ ନିଜ ବାଟରେ ନିଜେ ସିଦ୍ଧାନ୍ତ କରିଛନ୍ତି ଯେ ଆନନ୍ଦ ସୃଷ୍ଟିରେ ଯେଉଁମାନେ ରହିବେ ସେମାନେ ଗୋଟେ ଆନନ୍ଦରେ ହିଁ ରହିବେ, ଗୋଟେ ଆନନ୍ଦ ଅବସ୍ଥା ତାଙ୍କୁ ଦିଆଯିବ, ଆନନ୍ଦ ପ୍ରାପ୍ତ କରିବେ ବା ସୃଷ୍ଟିକୁ ଆନନ୍ଦ ଉଠି ନିଆଯିବ, ଆନନ୍ଦ ସ୍ତର। ସ୍ୱାଧୀନତା ବ୍ୟତୀତ ସ୍ୱତଃସ୍ଫୂର୍ତ୍ତ ଆନନ୍ଦମୟ ଅଭିବ୍ୟକ୍ତି ବ୍ୟତୀତ କୌଣସି ଦିବ୍ୟ ଦୃଷ୍ଟି ଅସମ୍ଭବ। ଯଦି ତମକୁ କୁହାହବ ତମେ ଆନନ୍ଦରେ ରୁହ କିନ୍ତୁ ସ୍ୱାଧୀନତା ଦିଆହେବନି, ସ୍ୱାଧୀନତା ଦିଆହେବନି କିନ୍ତୁ କୁହାହବ ତମେ ଆନନ୍ଦରେ ରୁହ। ସାଧାରଣ ଭାବରେ ଉଦାହରଣ ଦେଖିଲେ, ମୋର ଯାହା ଯାହା ଆବଶ୍ୟକତା, ସେଇ ଆବଶ୍ୟକତା ମୋତେ ଦେଲେ ମୋତେ ଭଲ ଲାଗିବ, ଆନନ୍ଦ ଲାଗିବ, ଯାହା। କିନ୍ତୁ ସେ ତମକୁ ଦିଆହେବନି, ସେଥିପାଇଁ ତମର ସ୍ୱାଧୀନତା ନାହିଁ। କାହିଁ ସ୍ୱାଧୀନତା ନାହିଁ? ନା ତାର ଦାୟିତ୍ୱ ଆଉ କାହା ହାତରେ ଥିବ। ସେ ଚାହିଁଲେ ଦେବ, ନହେଲେ ଦେଇପାରିବେନି, ତମ ପାଇଁ ନଥାଏ କ'ଣ। ଏପଟେ ସ୍ୱାଧୀନତା ନାହିଁ, ସେପଟେ ଆନନ୍ଦମୟ ଅବସ୍ଥା। ଦେଖାହେଉଛି ସ୍ୱାଧୀନତା ବ୍ୟତୀତ ସ୍ୱତଃସ୍ଫୂର୍ତ୍ତ ଆନନ୍ଦମୟ ଅଭିବ୍ୟକ୍ତି ବ୍ୟତୀତ। ଏଠି ସ୍ୱାଧୀନତା ଦେଲେ କ'ଣ ହବ ନା ଆନନ୍ଦମୟ ଅଭିବ୍ୟକ୍ତିକୁ ସ୍ୱତଃସ୍ଫୂର୍ତ୍ତ ହେବ। ସ୍ୱତଃସ୍ଫୂର୍ତ୍ତ ହେବ ମାନେ ତାକୁ ତିଆରି କରିବାକୁ ପଡ଼ିବ। ଚାଲ ଖୁସି ହେବାନି, କେମିତି ଖୁସି ହେବନି? ଏବେ ଟିଭିରେ ଦେଖିବେ ଯେ ଜଣେ ଭଦ୍ରଲୋକ ହସଉଛନ୍ତି ସମସ୍ତଙ୍କୁ, ଆଉ ତାଙ୍କ ଟ୍ରେନିଂ ଟେକ୍ନିକଟା ଭଲ ଲାଗିଲା ଯେ କେଉଁ କେଉଁ କଥା କହିକି ସମସ୍ତେ ସେ ହସେଇଲେ। କିନ୍ତୁ କ'ଣ ହେଲା ନା ସେଇଟା ସେତିକି ସମୟ ପାଇଁ, ଯେତେବେଳେ ସେ ଆଇଟମ୍ ସରିଲା, ସେ କାର୍ଯ୍ୟକ୍ରମ ସରିଲା, ସେ ଭଦ୍ରଲୋକ ଫେରି ଯାଇଥିବେ, ହୁଏତ କେତେ କାମ ସେ ମନେ ପକେଇ ପୁଣି ହସିବେ ଟିକେ, କିନ୍ତୁ ତାପରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆନନ୍ଦ ଭିତରୁ ବାହାରିବ। ସେ ଯେଉଁ ଧାରାରେ ଆନନ୍ଦ ବାହାର କରୁଥିଲେ, ସୃଷ୍ଟି କରୁଥିଲେ, ସେଟା ତାଙ୍କର ଧାରାରେ କରାହେଉଥିଲା। ଏଇଟା ମୋ ସ୍ୱତଃସ୍ଫୂର୍ତ୍ତତା ନୁହେଁ। ସେଥିପାଇଁ ସ୍ୱତଃସ୍ଫୂର୍ତ୍ତ ଆନନ୍ଦମୟ ଅଭିବ୍ୟକ୍ତି। ମୁଁ ଖୁସିରେ ରହେ ସବୁବେଳେ। କାହିଁକି ଖୁସିରେ ରହ ମୁଁ କହିପାରିବିନି। এইটা হচ্ছে স্পন্টানিটি বা স্বতঃস্ফূর্ত। ଆପେ ଆପେ ଆନନ୍ଦ ଭିତରେ ରହିବ। ସେଇଟା ଯଦି ନଥିବ, ଆଉ ସ୍ୱାଧୀନତା ନଥିବ, ତାହେଲେ ଦିବ୍ୟ ସୃଷ୍ଟି ସମ୍ଭବ ହେବ ନାହିଁ। କୌଣସି ଦିବ୍ୟ ସୃଷ୍ଟି ଅସମ୍ଭବ। ଦିବ୍ୟ ସୃଷ୍ଟି ସମ୍ଭବ ହେବା ପାଇଁ ଭଗବାନ କାହାର ଯଦି ପରମିଶନ ନଥିବ, ଏଠି କୁହାହେଲାନି ସତ୍ୟଙ୍କର ସ୍ୱାଧୀନ ଆନନ୍ଦମୟ ସଂକଳ୍ପ। ଭଗବାନ ଏ ବାଟରେ, ଏଇ ଧାରାରେ ଭଗବାନ ହେଉଛନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ। ଏଇ ଭଗବାନଙ୍କର ସିଦ୍ଧାନ୍ତରେ କେହି ହସ୍ତକ୍ଷେପ କରିପାରିବେ, କେବଳ ତାଙ୍କ ନିଜସ୍ୱ। ସେ ଚାହିଁଲେ ତାଙ୍କ ସଂକଳ୍ପ ବଦଳାଇ ପାରିବେ, କାରଣ ସେ ସ୍ୱାଧୀନତା ତାଙ୍କ ପାଖରେ ଅଛି। ସଂକଳ୍ପ କରିବାର ସ୍ୱାଧୀନତା ଅଛି, ସଂକଳ୍ପ ଭାଙ୍ଗିବାର ସ୍ୱାଧୀନତା ଅଛି, ସଂକଳ୍ପ ବଦଳାଇବାର ସ୍ୱାଧୀନତା ଅଛି। ଏବଂ ଏସବୁ ପଛରେ ଯେଉଁ ସ୍ୱାଧୀନତା, ତା ପଛରେ ଗୋଟେ ଦିବ୍ୟ ନିର୍ଦ୍ଦେଶର ଗୋଟେ କାରଣ ଥିବ। ଆମେ ଯଦି ତାକୁ କହିବୁ ଭଗବାନ ତ ନିଜେ କରୁଛନ୍ତି, ଆମର କ'ଣ ଅଛି? ଆମେ
ସେମିତି ନୁହଁ, ସେପରି ନୁହଁ, ସେଇଟା ସ୍ୱାଧୀନତା ନୁହଁ, ସେଇଟା ହେଉଛି ମିସ୍ୟୁଜ୍, ସ୍ୱାଧୀନତାର ଦୂର। ତେଣୁ ଦିବ୍ୟ ସୃଷ୍ଟି କେବେ ବି ସମ୍ଭବ ହେବନି ଯଦି ସ୍ୱାଧୀନତା ନାହିଁ ବା ସ୍ୱତଃସ୍ଫୂର୍ତ୍ତ ଆନନ୍ଦମୟ ଅଭିବ୍ୟକ୍ତି ନାହିଁ। ତେବେ ସ୍ୱାଧୀନତାର ଯେପରି କଦର୍ଥ କରା ନଯାଏ, ମୁଁ ଯେମିତି କହିଲି ସ୍ୱାଧୀନତାର କଦର୍ଯ୍ୟ କରା ନଯାଏ। କଦର୍ଥ ଅର୍ଥକୁ ବିକୃତ କରିବା, ସେଇ ଅର୍ଥକୁ ବିକୃତ କରିଦେବ। ତମକୁ କୁହାଯିବ ସ୍ୱାଧୀନତା ଦିଆଗଲା ତମକୁ, ତମେ ଯାହା କର ଆନନ୍ଦ ରୁହ। ମୁଁ ଯାଇ ଗୋଟେ ଲୋକ ଦୁଇ ଥାପଡ଼ କଷି ମାରିବି, କାହିଁ ଥାପଡ଼ ଦିନ ମାରିଲୁ କିରେ, ନା ତମର କ'ଣ ହେଲା, ମୋତେ ସ୍ୱାଧୀନତା ଦିଆଯାଇଛି। ଏଇଟା ହେଉଛି ସ୍ୱାଧୀନତାର କଦର୍ଥ। ତାକୁ ବି ସ୍ୱାଧୀନତା ଦିଆଯାଇଛି, ସେଠୁ ତମକୁ 4 ଥାପଡ଼ ମାରିବ, କ'ଣ ହବ? ସେଇ କାରଣରୁ ତେଣୁ ଆମେ ସ୍ୱାଧୀନତା ପାଇଛୁ ମାନେ ତା ଅର୍ଥ ନୁହେଁ ଯେ ଆମେ ସ୍ୱାଧୀନତାକୁ ଯେମିତି ବୁଝିଛୁ ସେଇଟା ସ୍ୱାଧୀନତା। ବେଳେବେଳେ ଆମର ବିଶ୍ୱାସର ବାହାରେ ମଧ୍ୟ ସ୍ୱାଧୀନତା କ୍ରିୟା କରିପାରେ, ଆଉ ବେଳେବେଳେ ଆମର ସମସ୍ତ ଧାରଣାକୁ ଭାଙ୍ଗି ଦେଇପାରେ ସ୍ୱାଧୀନତା, ସମସ୍ତ ଧାରଣାକୁ ଭାଙ୍ଗି ଦେଇପାରିବ, କାହିଁକିନା ଆମେ ଠିକ୍ ଧାରାରେ ସ୍ୱାଧୀନତା ବୁଝିନଥାଉ। ତେବେ କଦର୍ଥ ଯେମିତି କରା ନଯାଏ, ଅଦିବ୍ୟ ଶକ୍ତିର ଅହଙ୍ଗତ ସ୍ୱେଚ୍ଛାଚାରୀ ମନମୁଖୀ କ୍ରିୟାକଳାପକୁ ଯେପରି ସ୍ୱାଧୀନତା ବୋଲି ଭୁଲ ବୁଝା ନଯାଏ। ମୁଁ ଯାହା କହିଲି, ଅଦିବ୍ୟ ଶକ୍ତି ଆମ ଭିତରେ ଯେ ଅଛନ୍ତି, ରାଗ ରୋଷ କାମ କ୍ରୋଧ ମୋହ ଇତ୍ୟାଦି ଯେତେ ଅଦିବ୍ୟ ଶକ୍ତିମାନେ ଅଛନ୍ତି, ତାଙ୍କର ଅହଙ୍ଗତ ସ୍ୱେଚ୍ଛାଚାରୀ ମନମୁଖୀ କ୍ରିୟାକଳାପ, ଯାହାକୁ ଯାହା ଭଲ ଲାଗୁଛି କର, ଆକୁ ଯଦି ପ୍ରଶ୍ରୟ ଦେବ ତାହେଲେ ସେଠି ସ୍ୱାଧୀନତା ରହିପାରିବନି। ଆକୁ ଯାଇ ପ୍ରଶ୍ରୟ ଦେବା ତାହେଲେ ସ୍ୱାଧୀନତା ସେଠି କାମ କରିପାରିବ ନାହିଁ। ସେଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। କ'ଣ ସତର୍କ ଦୃଷ୍ଟି? ନା ଆମ ଭିତରେ ଅଦିବ୍ୟ ଶକ୍ତିମାନେ ଯେପରି ସୁଯୋଗ ନ ପାଆନ୍ତି। ସ୍ୱାଧୀନ ପରମ ଚେତନାର ବିସ୍ମୃତି, ପରମେଶ୍ୱରଙ୍କ ସଚିତ ଆନନ୍ଦ ବିଭାବର ବିକୃତି ତଥା ଅନ୍ତରାତ୍ମାର ସ୍ୱତଃସ୍ଫୂର୍ତ୍ତ ଦିବ୍ୟ ଅଭିବ୍ୟକ୍ତିର ପଛରେ ଅହଂମୂଳକ ପ୍ରତିବନ୍ଧକ ହିଁ ବର୍ତ୍ତମାନର ଅଜ୍ଞାନ ଅନ୍ଧକାରମୟ କଦର୍ଯ୍ୟ ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ ଅପ୍ରୀତିକର ଜଗତର କାରଣ। ଏସବୁ ହେଉଛି ବର୍ତ୍ତମାନ ସମସ୍ୟା। ଯେଉଁ ପରମ ଚେତନା, ସ୍ୱାଧୀନ ପରମ ଚେତନା ବୋଲି କହିଥିଲୁ, ତାକୁ ଭୁଲିଗଲୁଣି, ବିସ୍ମୃତି ହେଇଗଲାଣି। ସେ ସ୍ୱାଧୀନ ପରମ ଚେତନାର ବିସ୍ମୃତି, ପରମେଶ୍ୱରଙ୍କ ସଚିତ ଆନନ୍ଦ ବିଭାବର ବିକୃତି। ପରମେଶ୍ୱରଙ୍କ, ଭଗବାନଙ୍କର ଯେଉଁ ସଚିତ ଆନନ୍ଦ, ଏଇ ବିଭାବ ତାଙ୍କର, ତାକୁ ବିକୃତ ରୂପ ସଚିଦାନନ୍ଦ ବୋଲି କହି, ଭଗବାନ ବୋଲି କହିକି ଆମେ ସବୁ ମନ ଇଚ୍ଛା କରୁଛୁ, ସେଟା ବିକୃତି ତାର। ଏବଂ ଅନ୍ତରାତ୍ମାର ସ୍ୱତଃସ୍ଫୂର୍ତ୍ତ ଦିବ୍ୟ ଅଭିବ୍ୟକ୍ତିର ପଛରେ, ଅନ୍ତରାତ୍ମାର ସ୍ୱତଃସ୍ଫୂର୍ତ୍ତ ଦିବ୍ୟ ଅଭିବ୍ୟକ୍ତି ହେବ, ତା ପଛରେ ବାଧା କିଏ? ନା ଅହଂମୂଳକ ପ୍ରତିବନ୍ଧକ ହିଁ। ଆମ ଭିତରେ ଯେ ଅନ୍ତରାତ୍ମା ସେତେବେଳେ ପ୍ରକାଶ ପାଉଛନ୍ତି, ଆମର ଯେ ଅହଂ କାର୍ଯ୍ୟ କରୁଛି ତାଙ୍କୁ ଅଟକାଉଛି, ଛାଡ଼ୁନେଇ, ପ୍ରତିବନ୍ଧକ ସୃଷ୍ଟି କରୁଛି। ଏଇ ସବୁ ହିଁ ବର୍ତ୍ତମାନର ଅଜ୍ଞାନ ଅନ୍ଧକାରମୟ କଦର୍ଯ୍ୟ ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ ଅପ୍ରୀତିକର ଜଗତର କାରଣ। ଏଇସବୁ ହେଉଛି ବର୍ତ୍ତମାନ ଜଗତର କାରଣ। ଏ ଜଗତ କିପରି ହେଇଛି? ଜଗତର ଆଡଜେକ୍ଟିଭ ସବୁ ଦିଆଗଲା। ବର୍ତ୍ତମାନ ଜଗତ ଅଜ୍ଞାନ ଅନ୍ଧକାରମୟ, କିଛି ବୁଝିବାର ଆବଶ୍ୟକତା ମାନେ ଅସୁବିଧା ନାହିଁ, କଦର୍ଯ୍ୟ ଓ ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ ଅପ୍ରୀତିକର ଜଗତର କାରଣ। এই ଜଗତରେ এইଭଳି ଅବସ୍ଥାରେ ଅଛି। ତାର କାରଣ ହେଉଛି ଏଇ ଘଟଣା। ପରମ ଶାଶ୍ୱତ ସତ୍ୟ ଚେତନାର ବିଶ୍ୱାତୀତ ବିଶ୍ୱଗତ ଓ ବ୍ୟକ୍ତିଗତ ସତ୍ୟର ସ୍ୱତଃସ୍ଫୂର୍ତ୍ତ ଅବିକୃତ ଅପ୍ରତିହତ ଆନନ୍ଦମୟ ଅଭିବ୍ୟକ୍ତି ହିଁ ସ୍ୱାଧୀନତାର ସ୍ୱଧର୍ମ। ଗୋଟେ ସ୍ୱାଧୀନତା ପାଇଁ ବଡ଼ କଷ୍ଟକର ଗୋଟେ ହୋମ୍ ଟାସ୍କ ଏଠି ଲେଖିଦେଲେ ପ୍ରପୋଜ ମହାଶୟ। କ'ଣ ଲେଖିଲେ? ପରମ ଶାଶ୍ୱତ ସତ୍ୟ ଚେତନାର, ଆମ ଭିତରେ ଯେ ପରମ ଶାଶ୍ୱତ ସତ୍ୟ ଚେତନା ଅଛନ୍ତି, ତାଙ୍କର ବିଶ୍ୱାତୀତ ବ୍ୟକ୍ତିଗତ ଓ ବିଶ୍ୱଗତ କେଉଁ ବହିରେ ଅଛି? ମା ବହିର 6ଠ ଅଧ୍ୟାୟରେ ମାଙ୍କର କେଉଁ ପ୍ରକାର ରୂପ? 3 ପ୍ରକାରର, ଇଣ୍ଡିଭିଜୁଆଲ, ୟୁନିଭର୍ସାଲ ଆଣ୍ଡ ଟ୍ରାନ୍ସେଣ୍ଡେଣ୍ଟାଲ। ଏ ହେଉଛି 3 ପ୍ରକାର ରୂପ, ବ୍ୟକ୍ତିଗତ, ବିଶ୍ୱଗତ ଓ ବିଶ୍ୱାତୀତ। ଏ ପରମ ଶାଶ୍ୱତ ସତ୍ୟ ଚେତନାର ବିଶ୍ୱାତୀତ ବିଶ୍ୱଗତ ବ୍ୟକ୍ତିଗତ ସତ୍ୟର
ସ୍ୱତଃସ୍ଫୂର୍ତ୍ତ ଅବିକୃତ ଅପ୍ରତିହତ ଆନନ୍ଦମୟ ଅଭିବ୍ୟକ୍ତି। ଏଇ ଯେଉଁ ତିନିଟା ପ୍ରକାର ଅବସ୍ଥା ମାଙ୍କର ବୋଲି କୁହାଯାଇଛି, ଧରାଯାଉ ଦିବ୍ୟ ଚେତନା ତିନୋଟି ଅବସ୍ଥା କୁହାଯାଇଛି, ବିଶ୍ୱାତୀତ, ବିଶ୍ୱଗତ, ବ୍ୟକ୍ତିଗତ। ସେଟା ସ୍ୱତଃସ୍ଫୂର୍ତ୍ତ ଭାବରେ ଏବଂ ଅବିକୃତ ଭାବରେ ଏବଂ ଅପ୍ରତିହତ ଭାବରେ ଯେଉଁ ଆନନ୍ଦମୟ ଅଭିବ୍ୟକ୍ତି ହେବ, ତାହା ହିଁ ହେବ ସ୍ୱାଧୀନତାର ସ୍ୱଧର୍ମ। ଏସବୁ ସ୍ୱତଃସ୍ଫୂର୍ତ୍ତ ଆମେ ବୁଝିପାରିଲୁ କ'ଣ? ତା ଭିତରେ ଆସିବ ସ୍ପଣ୍ଟାନିୟସ୍, ତାକୁ ଚେଷ୍ଟା କରି ବା କୌଣସି ମଡ଼େଇ ମାଡ଼େଇ କରିବା, ତା ଭିତରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବାହାରିବ। ଅବିକୃତ ମାନେ ଯାହା ପ୍ରକୃତ ତାକୁ ବିକୃତ କରିବାନି, ଯାହା ପ୍ରକୃତ ଯାହା ତାକୁ ବିକୃତ କରିବାନି। ଆମେ ଜାଣିଛୁ ବାସ୍ତବ ସତ୍ୟ କିଏ, ଅନ୍ତତଃ ଅନୁଭବ ନ କଲେ ମଧ୍ୟ ଆମେ ବୁଝିପାରିଛୁ ବାସ୍ତବ ସତ୍ୟ କିଏ। ତାକୁ ଆମ ଧାରାରେ ଅହଂକୁ ପକେଇକି ତା ସାଙ୍ଗରେ ବୁଝିକି ତାକୁ ବଦଳାଇବା, ସେ ହେଉଛି ବିକୃତି। ଏବଂ ଅପ୍ରତିହତ ଆନନ୍ଦମୟ ଅଭିବ୍ୟକ୍ତି। ଅପ୍ରତିହତ ହେଉଛି ଜମା ବନ୍ଦ ହେବନି, ଅଟକିବ ନାହିଁ, ପ୍ରତିହତ ହେବ ନାହିଁ, ବାଟରେ ନିରବଚ୍ଛିନ୍ନ, ସବୁବେଳେ ଆନନ୍ଦମୟ ଥିବ। ଏଇ ଆନନ୍ଦମୟ ଅଭିବ୍ୟକ୍ତି ହିଁ ସ୍ୱାଧୀନତାର ସ୍ୱଧର୍ମ। ତେଣୁ ସ୍ୱାଧୀନତା କହିଲେ ଜମା ତ ସହଜ କଥା କୁହାହେଉନି। ଆମେ ସ୍ୱାଧୀନତା କହିଲେ ବ୍ରିଟିଶଠୁ ଭାରତକୁ ଛଡ଼େଇକି ଆଣିବା, ଆକୁ ବି ସ୍ୱାଧୀନତା ବୋଲି ଭାବୁଛୁ। ଯଦି ଆମେ ନିଜେ ପରାଧୀନ, ସ୍ୱାଧୀନତା କ'ଣ ଆଣିଛୁ? ଆମେ ସମସ୍ତେ ଚେତନାର ସ୍ତରରେ ପରାଧୀନ ଅବସ୍ଥାରେ ଅଛୁ, ଅହଙ୍କାର ଦ୍ୱାରା ପରିଚାଳିତ ହେଉଛୁ। ଆମର ଇଚ୍ଛା ନଥିଲେ ମଧ୍ୟ ଅହଙ୍କାର କବଳରୁ ଆସିପାରୁନାହୁଁ, ବାହାରି ପାରୁନାହୁଁ। ଅନେକ ପ୍ରକାରର ବିରୋଧୀ ଶକ୍ତି ସବୁ ଆମକୁ କ୍ରିୟା କରୁଛନ୍ତି ଏବଂ ଆମକୁ ତାଙ୍କର କର୍ତ୍ତୃତ୍ୱରେ ରଖିଛନ୍ତି। ସେ କାରଣ ଆମେ ସମ୍ପୂର୍ଣ୍ଣ ପରାଧୀନ। ଏଇ ଜାଗାରେ ସ୍ୱାଧୀନତା କ'ଣ? ଏଇ ସ୍ୱାଧୀନତାକୁ ଡିଫାଇନ୍ କରାହେଲା ଏଠି। ଆମ ଭିତରେ ଯେ ଦିବ୍ୟ ସତ୍ୟ ଅଛନ୍ତି ସିଏ ପ୍ରକାଶ ହେବେ, ଅବିକୃତ ଭାବରେ ପ୍ରକାଶ ହେବେ, ଏବଂ ତାଙ୍କ ଭିତରେ ଯେଉଁ ଆନନ୍ଦମୟ ଅଭିବ୍ୟକ୍ତି ସେ ଅପ୍ରତିହତ ଭାବରେ ପ୍ରକାଶ ପାଇବ। ଅପ୍ରତିହତ ଭାବରେ, ନିରବଚ୍ଛିନ୍ନ ଭାବରେ ଆନନ୍ଦମୟ ଅଭିବ୍ୟକ୍ତି ହିଁ ପ୍ରକୃତ ସ୍ୱାଧୀନତାର ସ୍ୱଧର୍ମ। ଏବେ ସ୍ୱାଧୀନତା କ'ଣ ବୁଝିବା, ଆକୁ ଆମେ ସ୍ୱାଧୀନତା କହିବା। ଏବଂ ଆକୁ ଯଦି ଆମେ ସ୍ୱାଧୀନତା କହିବୁ, ତାହେଲେ ଅନ୍ତତଃ ଗୋଟେ କଥା ଆମେ ନିଶ୍ଚୟ ଅନୁଭବ କରିବୁ ଯେ ଆମେ ଯଦି ବର୍ତ୍ତମାନ ସ୍ୱାଧୀନ ନୁହଁ ବୋଲି ବୁଝିପାରୁଛୁ, ଏହା ଏକ ପରାଧୀନ ଅବସ୍ଥା ବୋଲି ବୁଝିପାରୁଛୁ, କାହିଁକିନା ଆମେ ଅହଂ ଇତ୍ୟାଦି ଅହଂ ସ୍ୱାର୍ଥ ଦ୍ୱାରା ପରିଚାଳିତ ହେଉଛୁ। ଅନ୍ତତଃ ଏକଥା ନିଶ୍ଚୟ ସମ୍ଭବ ଯେ ଏଇମାନଙ୍କ କବଳରୁ ଆମେ ମୁକ୍ତ ହେଇପାରିବୁ। ଯାହା ବର୍ଣ୍ଣନା ହେଲା ସ୍ୱାଧୀନତାର ସ୍ୱରୂପ ଏଇଆ, ସ୍ୱାଧୀନତାର ସ୍ୱରୂପ ବା ସ୍ୱଧର୍ମ ଏଇଆ ବୋଲି କୁହାହେଲା। ତାହା ଯଦି ସମ୍ଭବ ହେଇନଥାନ୍ତା ତାହେଲେ ଆମକୁ ଏ ବିଷୟରେ କୁହାହେଇନଥାନ୍ତା। ବୁଝିହେଉଛି ନା? ଆମେ ସ୍ୱାଧୀନତା ଯଦି ପ୍ରାପ୍ତ କରିବାର ସମ୍ଭାବନା ନଥାନ୍ତା ତାହେଲେ ଆମକୁ ଏ ବିଷୟରେ କୁହାନ୍ତାନି। ଆମକୁ ଚେଷ୍ଟା କରିହେବ ଏବଂ ସମ୍ଭବ ହେଲେ ଏଇ ଜନ୍ମରେ ବି ପ୍ରାପ୍ତ କରିହେବ, ସମ୍ଭବ ହେଲେ ଏଇ ଜନ୍ମରେ ବି ପ୍ରାପ୍ତ କରିହେବ। କିନ୍ତୁ ସେଥିପାଇଁ ଯାହା ପ୍ରସ୍ତୁତି ଦରକାର ସେ ସମୟ ସାପେକ୍ଷ, କିନ୍ତୁ ଭଗବାନଙ୍କ କୃପା ହେଲେ କ'ଣ ସମୟ ଗୋଟେ ବଡ଼ କଥା ନୁହେଁ। କିନ୍ତୁ ଆମେ କହିବାନି ଯେ ଏଇଟା ଆମ ପାଇଁ ନୁହଁ। ସେ ଯେଉଁ ବଡ଼ ବଡ଼ ସାଧକମାନେ ସବୁ ପଣ୍ଡିଚେରୀରେ ଥିଲେ ସେଇମାନଙ୍କ ପାଇଁ ବୋଧେ ମା କହିଛନ୍ତି। ଆଉ ତାହେଲେ ତାଙ୍କୁ ଖଣ୍ଡେ ଖଣ୍ଡେ ଚିଟ୍ ମା ବାଣ୍ଟି ଦେଇଥାନ୍ତେ, ସ୍ୱାଧୀନତା କ'ଣ ଏମିତି ବହି ଆକାରରେ ଛାପିକି ବଣ୍ଟା ହେଇନଥାନ୍ତା ବା ବିକ୍ରି ହେଇନଥାନ୍ତା। ଯାହା ଯାହା ବହି ଆକାରରେ ବାହାରକୁ ଆସିଛି ପବ୍ଲିକ୍ ବା ସାଧାରଣ ଲୋକମାନଙ୍କ ପାଇଁ, ସେ ସବୁ କଥା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଆସିଛି, ବେପାର ହେବା ପାଇଁ ଆସିନି। ବେଳେବେଳେ ଆମର ଧାରଣା ହେଉଥିବ ପଣ୍ଡିଚେରୀ ବାଲା ଏ ବହି ନ ବିକିଲେ ବୋଧେ ତାଙ୍କ ଆଶ୍ରମ ଚାଲିବନି। ଆଶ୍ରମରେ ବହି ବିକ୍ରି ପଇସା ଚାଲେନି। ଏ ବହି ବିକ୍ରି ଯାହା ହୁଏ ସେ କିଛି ନୁହଁ। ଆଶ୍ରମରେ ବହୁତ ଅଧିକା ଖର୍ଚ୍ଚ ଏବଂ ସେ ବିଭିନ୍ନ ସୂତ୍ରରୁ ଆଶ୍ରମକୁ ମିଳେ, ସେ ଅଲଗା କଥା। କିନ୍ତୁ
बही आकार में जदि छापिकी दिगला तामने ताहा समस्त ना तो आम जानवर कौन आवश्यक थी आमका लाइव डिवाइन श्रीअरविंद पाखे जो मैंने बसुले सन्ध्या बेले इवनिंग टॉक समय जो सब बसुले सीनियर साधक मान सब से लाइव डिवाइन से करेंगे ना से कर से बही एतटा प्रिंट हो ना एतटा प्रिंट है मोर मन पड़े बहुत 72 मसीहा कौन मोर ठीक एक्जाक्ट बहुत हुए 72 लाइव डिवाइन प्रिंट पृथ्वी बेस्ट प्रिंटिंग हिसाब से फास्ट प्राइज पाई मसीहा मोर मन पड़े कि घटना या घटी माने इतने चमत्कार प्रिंटिंग आउट ना बाहर भी नुह विदेश भी नुह लाइव डिवाइन को बही आकार निजे प्रभु थिला बेले बाहर कौन the book is out live divine full of wine book is out let us shout ना कौन सब जो लाइव डिवाइन बही बाहर पड़ा साधक मान सब नाचिले खुशी रे से सबू आमरी ही प्रभु लिखिं सीनियर साधक मान खाली नुह भी आम समस्त वर्तमान जागतिक क्रियाकलाप विशेष भाव में दृष्टिगत हुए स्वाधीनतार बा दिव्य आनंदमय स्वतस्फूर्त अभिव्यक्ति भीषण प्रतिबंधक यही अवस्था देखा जागतिक क्रियाकलाप विशेष भाव दृष्टिगत हुए यही स्वाधीनतार बा दिव्य आनंदमय स्वतस्फूर्त अभिव्यक्ति जहाँ ऊपर पारे बुझे दिगला दिव्य आनंदमय स्वतस्फूर्त अभिव्यक्ति कौन ये उभय भीषण प्रतिबंधक दृष्टिगोचर हुए बाधा प्रबल बाधा ये सच्चिदानंदर सच्चित आनंदर अभिव्यक्ति स्थान रे देखा जाए असत अचित और निरानंदर प्रकाश बहुत दिन एपर्यंत ठीक सेमती अच्छी तार जो प्रतिष्ठा असत अचित और निरानंद एमान जो प्रतिष्ठा समाज रे विशेषकर मनीष मान भितर बहुत दीर्घ दिन रही से सहजरे खसी पाना से छाड़ी जा पाना आम जहाँ छाड़ी भी पार आम भर से गोटे आकर्षण अच्छी से सच्चिदानंदर अभिव्यक्त स्थान रे देखा जाए असत अचित और निरानंदर प्रकाश ये अदिव्य शक्ति सकल कबल मुक्त नहेबा पर्यंत सकल अभिव्यक्ति यथार्थ स्वाधीनता लाभ असंभव ये अदिव्य शक्ति सकल कबल ये जो अदिव्य शक्ति सब कहले असत अचित निरानंद ये तो गला अल्प 3टा खाली अनेक अनेक संख्यार अदिव्य शक्ति मान अच्छा से सकल कबल मुक्त नहेबा पर्यंत सकल अभिव्यक्ति यथार्थ स्वाधीनता लाभ असंभव सकल अभिव्यक्ति मन प्राण शरीर सबू जिते अभिव्यक्ति सबू जगार आम खोजबू स्वाधीनता से संभव आम कर्तृत्व लाभ न कर कबल यदि मुक्त न हो तेणु यथार्थ स्वाधीनता जदि आम मान लक्ष्य जदि कहला पुणी मार्कर जदि शब्द बहुत गंडोलिया तेणु यथार्थ स्वाधीनता जदि आमर लक्ष्य तेरे सर्वादौ आम असत अज्ञान अंधकार असामर्थ्य अचेतना हिंसा घृणा विशृंखला विभेद अनैक्य असंगति कबल मुक्त होगा निमित्त सचेष्ट होगाकू सब दायित्व दे मान कबल मुक्त होगा पड़े भाई भाई मैंने गोटे इंटरेस्टिंग कथा ये गोटे एत तालिका आपड़ देले गोटे गोटे कबल मुक्त हो तो केते सब गोटे गोटे जन्मबोधि लगिपर सेमती नुह गोटाए कबल मुक्त है बेले अन्य समस्त गंठी ढिला हो कारण आमे जे पाखर मुक्त हो पार ए विश्वास आसीगले सरला ए विश्वास आसीगले जदि कौन सी गोटे अदिव्य शक्ति कबल मुक्त पाइलु मुक्ति नेलु ता माने तारी प्रभाव रे बाकी समस्त जो आम बांधिकी रखिंट समस्त गंठी ढिला हो आरंभ कर
ଅକ୍ଲେଶରେ ତାପରେ ବିଜୟ ଲାଭ ଚାଲିବ। ତାପରେ ଯେମିତି ମାଓବାଦୀ ମାନେ ଆସି ସରେଣ୍ଡର କରୁଛନ୍ତି, ସେମିତି ସେମାନେ ଆସିକି ସରେଣ୍ଡର କରିବେ, କାରଣ ତାଙ୍କର ଆଉ କୌଣସି କାଟତି ନଥିବ। ଏଇ ଅଦିବ୍ୟ ଶକ୍ତି ମାନଙ୍କର ଆଉ ବିଶେଷ କିଛି ପ୍ରଭାବ ନଥିବ। ଗୋଟେ ଦିଟା ଉପରେ ବିଜୟ ଲାଭ କରିଗଲା ପରେ ସେମାନେ ଜାଣିନେବେ ଯେ ଏଇସବୁ ଆଉ ଆକୁ ପାରିହେବନି, ନିଶ୍ଚୟ ପାରିବ। ତ ସେମାନେ ସୋମୋଟ ସରେଣ୍ଡର କରିଯିବେ, ଅର୍ଥାତ୍ ସେମାନଙ୍କୁ ତୁମେ ଅକ୍ଲେଶରେ ତାପରେ ବିଜୟ ଲାଭ କରିପାରିବ। ଆମେ ଭାବିବୁ ଗୋଟାଏ କରିବାକୁ ଗୋଟାଏ ଜନ୍ମ ଲାଗିଲା, ତାପରେ ଆଉ ଗୋଟେ ଜନ୍ମ, ସେମିତି ନୁହଁ। ଏବଂ ଏଇ ଜନ୍ମରେ ମଧ୍ୟ ତମେ ଯଦି ଗୋଟାଏ ଅଦିବ୍ୟ ଶକ୍ତି ଉପରେ ବିଜୟ ଲାଭ କରିବ, ବାକିମାନେ ମଧ୍ୟ ବେଶ କିଛି ତାଙ୍କର ଯେଉଁ ଆକ୍ରମଣ, ତାଙ୍କର ଯେଉଁ ଆମ ପ୍ରତି ଆମକୁ ବାନ୍ଧିକି ରଖିବାର, ଆମ ପ୍ରତି ତାଙ୍କର ଯେଉଁ କର୍ତ୍ତୃତ୍ୱ ହାସଲ କରିବାର ଯେଉଁ ଅଧିକାର ସାବ୍ୟସ୍ତ କରିବାର ଯେଉଁ ଅଭ୍ୟାସ, ସେଥିରୁ ସେମାନେ ଆସ୍ତେ ଆସ୍ତେ ଓହ୍ଲେଇ ଆସିବେ ବା ଓହରିଯିବେ, କମିଯିବ ସେମାନଙ୍କର ପ୍ରଭାବ। ଅନ୍ୟ କଥାରେ କହିବାକୁ ଗଲେ ସଚ୍ଚିଦାନନ୍ଦଙ୍କର ଏକାନ୍ତ ବିଶ୍ୱସ୍ତ, ଆନ୍ତରିକ ଓ ଅନୁଗତ ସେବକ ହେବାକୁ ହେବ ଓ ତାଙ୍କରି ସହ ଏକତ୍ର ପ୍ରାପ୍ତ ଓ ଯୋଗଯୁକ୍ତ ହୋଇ ତାଙ୍କରି ସ୍ୱାଧୀନ ଆନନ୍ଦମୟ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେବ। ଏଇଟା ହେଉଛି ଦାୟିତ୍ୱ। ଏମିତି ଆମକୁ କରିବାକୁ ପଡ଼ିବ। ଯେଉଁ ଏତେ ଲମ୍ବା ଲିଷ୍ଟ ଦେଇଦେଲେ ଅଦିବ୍ୟ ଶକ୍ତିମାନଙ୍କୁ, ଏମାନଙ୍କ ଉପରେ ବିଜୟ ଲାଭ ନ କଲେ ଅସମ୍ଭବ ବୋଲି କହିଲେ, ତାହେଲେ ସଚେଷ୍ଟ ହେବାକୁ ହେବ। ଏ ସମସ୍ତଙ୍କ କବଳରୁ ମୁକ୍ତ ହେବା ନିମିତ୍ତ ସଚେଷ୍ଟ ହେବାକୁ ହେବ କହିଲେ। ତାପରେ କହିଲେ ଅନ୍ୟ କଥାରେ କହିବାକୁ ଗଲେ ସଚ୍ଚିତ୍ ଆନନ୍ଦଙ୍କର ଏକାନ୍ତ ବିଶ୍ୱସ୍ତ, ଆନ୍ତରିକ ଓ ଅନୁଗତ ସେବକ ହେବାକୁ ହେବ। ଅନୁଗତ ସେବକ ହେବାକୁ ହେବ ଏବଂ ତାଙ୍କରି ସହ ଏକତ୍ର ପ୍ରାପ୍ତ ଓ ଯୋଗଯୁକ୍ତ ହୋଇ ତାଙ୍କରି ସ୍ୱାଧୀନ ଆନନ୍ଦମୟ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେବ। ପ୍ରଥମ ପାରରେ ଯାହା ଯାହା ଡିଫାଇନ୍ କରିଥିଲେ, ବୁଝେଇଥିଲେ ଅର୍ଥ କ'ଣ, ଏ ସମସ୍ତଙ୍କ କବଳରୁ ମୁକ୍ତ ହେବା ଅର୍ଥ ତାଙ୍କରି ଅଧୀନକୁ ଆସିବା, ତାଙ୍କର ସ୍ୱାଧୀନ ଆନନ୍ଦମୟ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେବ ଭଗବାନଙ୍କର। ଏହା ନ ହେବା ପର୍ଯ୍ୟନ୍ତ ସ୍ୱାଧୀନତା ନାମରେ ଆମେ ବ୍ୟକ୍ତିଗତ, ଗୋଷ୍ଠୀଗତ, ରାଜ୍ୟଗତ, ଦେଶଗତ, ଏପରିକି ବିଶ୍ୱଗତ ଯେତେ କ୍ରିୟାକଳାପରେ ବା ତତ୍ ଉପଲବ୍ଧ ଆନନ୍ଦରେ ମଗ୍ନ ରହିଲେ ମଧ୍ୟ ତାହାକୁ ଯଥାର୍ଥ ସ୍ୱାଧୀନତାର ମିଥ୍ୟାଚାର ବୋଲି କହିବାକୁ ହେବ। ଆମେ କହୁଛୁ ଏଇଟା ସ୍ୱାଧୀନତା, ଏଇଟା ସ୍ୱାଧୀନତା, ଏଇଟା ସ୍ୱାଧୀନତା, କିନ୍ତୁ ସେଇଟା ସ୍ୱାଧୀନତା ନୁହଁ। ସ୍ୱାଧୀନତା ନାଁରେ ଗୋଟେ ସ୍ୱାଧୀନତା ମିଥ୍ୟାଚାର। ସତରେ କହିବାକୁ ଗଲେ ଆମେ କେତେ ଜଣ ସ୍ୱାଧୀନ? ଏଇସବୁ ପ୍ରବୃତ୍ତି ମାନେ ଯେଉଁ ଆମ ଭିତରେ ଅଛନ୍ତି, ନିମ୍ନ ପ୍ରାଣର ଯେଉଁ ପ୍ରବୃତ୍ତି ମାନେ ଅଛନ୍ତି, ତାଙ୍କ ପାଖରୁ କେତେ ଜଣ ଆମେ ମୁକ୍ତ ଅଛୁ? କାହିଁକି ଆମେ ରହିପାରୁନାହୁଁ? ତାର କାରଣ ହେଉଛି ତାଙ୍କୁ ଯାହା ସହିତ ସମ୍ପର୍କ ଅଧିକରୁ ଅଧିକ ହେଲେ ଏମାନେ ଧୀରେ ଧୀରେ ଦୁର୍ବଳ ହେବେ, ସେଇଟା ଆପଣଙ୍କର ହେଉନାହିଁ। କାଲି ଆମେ ସେ ମେସେଜ ପଢ଼ିଥିଲୁ ମାଙ୍କର, ବହୁତ ଅତ୍ୟନ୍ତ ସୂକ୍ଷ୍ମ ଭାବରେ, ଅଦୃଶ୍ୟ ଭାବରେ, ଦେଖି ନ ପାରିଲା ଭଳିଆ ଲୁଚି ଲୁଚି ସେ ପ୍ରବେଶ କରୁଛନ୍ତି। ଅଦିବ୍ୟ ଶକ୍ତି ପୁରା ଏକଦମ ବଳଶାଳୀ ହେଇକି ଶାସନ କରୁଛି, ରାଜତ୍ୱ କରୁଛି। ଦିବ୍ୟ ଶକ୍ତି ତା ଭିତରେ ଧୀରେ 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 ପ୍ରବେଶ କରୁଛନ୍ତି। ଦିବ୍ୟ ସୃଷ୍ଟି ଆସ୍ତେ ଆସ୍ତେ ପ୍ରବେଶ କରୁଛନ୍ତି, ସମସ୍ତଙ୍କ ଅଲକ୍ଷ୍ୟରେ ପ୍ରବେଶ କରୁଛନ୍ତି। ତେଣୁ ଯେତେବେଳେ ଏଇପରି ଅବସ୍ଥା ତାର ଅଛି, ଆମେ ତାକୁ ଏପର୍ଯ୍ୟନ୍ତ ରେକଗ୍ନାଇଜ୍ କରିନୁ। ଜାଣିଲେ କ'ଣ ହେଲା? ଜାଣିଲୁ ତ ସମସ୍ତେ, ବହି ପଢ଼ୁଛୁ, ଆଲୋଚନା କରୁଛୁ, ଜାଣୁଛୁ, କିନ୍ତୁ ତାକୁ ଅନୁଭବ ରେକଗ୍ନାଇଜ୍ କରିପାରୁଛୁ, ଚିହ୍ନି ପାରିଲୁଣି କି? ଆମେ ଯେ କେଉଁଠି ସେ ଅଛନ୍ତି କି ଜାଣିପାରିଲୁଣି କି? ଜାଣିପାରୁନୁ। ସେଥିପାଇଁ ସମୟ ଲାଗୁଛି, ସେଇଥିପାଇଁ। ତେଣୁ ଆମେ ପୁରା ଗୋଟେ ସ୍ୱାଧୀନତା ନାଁରେ କିଛି ମିଥ୍ୟାଚାର କରିଚାଲିଛୁ। ଏପରି ଦେଶଗତ, ବିଶ୍ୱଗତ ମଧ୍ୟ ମିଥ୍ୟାଚାର କରିଚାଲିଛୁ। ଯେଉଁ ସୃଷ୍ଟି ଦିବ୍ୟ ତାହା ନିରବଚ୍ଛିନ୍ନ। ଯେଉଁ ଅପ୍ରତିହତ ଶବ୍ଦ କହିଲେ, ନିରବଚ୍ଛିନ୍ନ ମାନେ ନନ୍ଷ୍ଟପ୍, ଅଟକିବ ନାହିଁ। ଯେଉଁ ସୃଷ୍ଟି ଦିବ୍ୟ ତାହା ନିରବଚ୍ଛିନ୍ନ, ନିରନ୍ତର, ଅପ୍ରତିହତ। ଏଇ ଆସିଲା ଅପ୍ରତିହତ ଶବ୍ଦ। ଯେଉଁ ସୃଷ୍ଟି ଦିବ୍ୟ ତାହା ନିରବଚ୍ଛିନ୍ନ, ନିରନ୍ତର, ଅପ୍ରତିହର, ତାର ଅନ୍ତ ନାହିଁ, ତାର ଗତି ଅପ୍ରତିରୋଧ, ନିତ୍ୟ ନୂତନ ବିକାଶ ଓ ଚିରନ୍ତନ ପ୍ରଗତି ହିଁ ତାର ଲକ୍ଷ୍ୟ। ଚରୈବତୀ 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 ଲକ୍ଷ୍ୟ ଆମର। ଏ ହେଉଛି ଚରୈବତୀ, ଅର୍ଥାତ୍ ନନ୍ଷ୍ଟପ୍ ପ୍ରୋଗ୍ରେସ୍,
कौ जगह जीव देयर इज नो लिमिट टू इट कौ जगह कला पर आम अटकबू ना कौ जगह गला पर अटकबार ना चली गोटे गीत था गोपबंधु दास कौन से कही तुम मन थे मन थो गिरी शिखे लय रखी चली मुकर गिरी शिखे लय रखी माने आउ कुआड़े दृष्टि नहीं से पहाड़ जो शिख ताकू दृष्टि रखी मुझे चली दिन चलिए चले किंतु एठी तो आहरी कहूँ योर लिमिट इज इनफिनिटी तमर सीमा हूँ असीम इंटरेस्टिंग लाइन योर लिमिट इज इनफिनिटी अर्थात तुम सीमा हूँ असीम कौटी तुम अटक ना असीम पाखे जाए अटक जार सीमा ना तेणु आपको अप्रतिहत कहते निरवच्छिन्न तार अंत नहीं तार गति अप्रतिरोध नित्य नूतन विकास अच्छा गला बेले कौन हो आरंभ कला बेले तुम यात्रा जहाँ चलती जो अवस्था थी धीरे 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 से बदल बदल चलती नित्य नूतन विकास नित्य नूतन विकास तो प्रथम जो आरंभ कर तुम मानसिक अवस्था तुम चिंता तुम विचार तुम दृष्टिभंगी तुम मनोभाव भीतर जमती थी धीरे 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 से किसी उन्नति हम निश्चय बदल जो मैंने यू कम अंशग्रहण कर अनुभव करुवे भितर जो सब ये प्रकार नेचर थिला मनोभाव जहाँ सब थिला साधारण भाव जो मनोभाव थिला साधारण भाव जहाँ दृष्टिभंगी थिला साधारण भाव जो विचार आलोचना जहाँ थिला धर्म प्रति संपर्क किंबा आध्यात्मिकता प्रति संपर्क किंबा यही कार्य जहाँ थिला से परिवर्तन हो अग्रगति बा पश्चातगति से विचार आम कर परिवर्तन हो जहाँ जमी सेम चली ना ना बदली परिवर्तन होटा हूँ अग्रगतिर सूचना तार गति अप्रतिरोध माने अग्रगति तो किए अटकई पारे नित्य नूतन विकास और चिरंतन प्रगति ही तार लक्ष्य चिरंतन प्रगति से जो कथा कहे मु सब आप जो प्रपति महाशय कथा ये कटक गोटे मीटिंग था से मीटिंग सारिक ब्रह्मपुर जाऊँ बस रे मधुबाईना आउ के जन भी माँ को डिवोटी गाड़ी बस मधुबाईना पचारे सार काली जो मीटिंग है से मीटिंग रे आपण कहले आम सब श्रोता पुणी काली जाए ब्रह्मपुर में मीटिंग करें आपड़ ही कहे पुणी आम मैंने भी श्रोता सबू सामान ये जहाँ कही से भाया भी कहे जहाँ किसी परिवर्तन नहीं सब सामान प्रपति जाने कहले मधुसूदन काली जो प्रपति ये कहला सी आना सी बदली गला जो मधुसूदन काली मो कथा शुणुला सी भी आना कहीं ना प्रत्येक मुहूर्त परिवर्तन हो चलती प्रत्येक मुहूर्त परिवर्तन चलती जमी नईर कौन गोटे स्थल तुम से पा की सब देखिपार ना कारण से पा बही चली जाऊँगी आ बही चली जाऊँ कड़े ना अग्रगति पथर बहुची तेणु आम नॉनस्टॉप प्रोग्रेस आम अच्छु समस्ते कई क्लेम कर मोर किसी हो ना तुम कहीपर तुम किसी हो ना तुम कहीपर ना कारण यू हैव नो आइडिया अबाउट इट तुम हो कि ना हो से संपर्क तुम धारणा नहीं किंतु ये निरंतर नित्य नूतन प्रगतिर अपरिहार्य भित्ति हूँ यथार्थ स्वाधीनता ये स्वाधीनता को आ दिव्य आनंदमय अभिव्यक्ति की से धरचंद कहते ही गुरुत्वपूर्ण सब किंतु ये निरंतर नित्य नूतन प्रगतिर अपरिहार्य भित्ति हूँ यथार्थ स्वाधीनता अव्याहत आनंदमय दिव्य अभिव्यक्ति अव्याहत माने से व्याहत हो नथिबा अटकी नथिबा आनंदमय दिव्य अभिव्यक्ति स्वाधीनता ही सत्य गतिर लीलायित मधुमय छंद बा भाषा
ସ୍ୱାଧୀନତା ହିଁ ସତ୍ୟ ଗତିର ଲୀଳାୟିତ ମଧୁମୟ ଛନ୍ଦ। ସ୍ୱାଧୀନତାର ଅର୍ଥ ଏଇଆ। ଖାଲି ସାଧାରଣ ମଧୁମୟ ଛନ୍ଦ, ଲୀଳାୟିତ, ଲୀଳାରେ ଯାଉଛି ଏବଂ ମଧୁମୟ ଛନ୍ଦ, ସାଧାରଣ ଛନ୍ଦ ନୁହଁ, ସୁମିଷ୍ଟ। ମଧୁମୟ ମାନେ ଛନ୍ଦଟା ହିଁ ମଧୁର। ଏଇ ହେଉଛି ସ୍ୱାଧୀନତାର ଅର୍ଥ। ଆଜି ଥାଉ, କାଲିଠୁ ଆରମ୍ଭ କରିବା। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କର ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହିଁ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମର ବିଜୟ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। In the name of the Mother, for the sake of the Mother, by the power of the Mother, with the strength of the Mother, to all adverse, harmful being or force, I order to quit this place at once and forever.